ଭୋର 5ଟା ନିଶ୍ଚିନ୍ତ ହବ। ଏଇ 10-15 ମିନିଟ୍ ଏପିସୋଡ ହେଇପାରେ ହବ। ଜଗନ୍ନାଥ ମହାପ୍ରଭୁଙ୍କୁ ଏଇ ଦୁର୍ଲଭ ଦର୍ଶନ ଦେଖିବାକୁ କୋଟି କୋଟି ଲୋକ ଅପେକ୍ଷା କରିଥାନ୍ତି ଆପଣଙ୍କର ଚ୍ୟାନେଲ ମାଧ୍ୟମରେ ଦେଖିବେ ଏବଂ ଶ୍ରୀକ୍ଷେତ୍ର କି ବହୁ ଭକ୍ତ ଆସିଛନ୍ତି ଜଗନ୍ନାଥ ମହାପ୍ରଭୁଙ୍କୁ ପହଣ୍ଡି ଦର୍ଶନ କରିବେ। ଜଳ ଲାଗି 108 ସୁବାସିତ ଜଳ ଯେଉଁ ସୁନା କୁହରୁ ପାଣି ଆସି ମହାପ୍ରଭୁ ଲଗାନ୍ତି ଦେବସାହାନ ପୂର୍ଣ୍ଣିମା କହନ୍ତି। ଦେବସାହାନ ପୂର୍ଣ୍ଣିମା ଦେବଦାନ ଗାଧାନ୍ତି। ଏମିତି ଠାକୁର କୋଉଠି ନାହାନ୍ତି ବ୍ରହ୍ମାଣ୍ଡ ଭିତରେ। ତାକୁ ଦୁର୍ଲଭ ଦର୍ଶନ ଦୁର୍ଲଭ ମୂଲ୍ୟର ଜଳ ଲାଗି ତାକୁ ଆମେ ଚାହିଁବୁ ଶୃଙ୍ଖଳିତ ଭାବରେ ଯେ ସର୍ବସାଧାରଣ ମହାପ୍ରଭୁ ଦର୍ଶନ କରନ୍ତୁ ଏବଂ ସେଇ ଭଲ ଜିନିଷ ଯେଉଁ ଚାଲିବ ପ୍ରଭୁଙ୍କର ହାତୀ ବେଶ ଆପଣଙ୍କର ଗଜାନନ ବେଶ ଆଉ ଆପରେ ଜଳ ଲାଗି ସବୁ ଯେମିତି ଲୋକ ଆପଣଙ୍କ ଚ୍ୟାନେଲ ମାନେ ଦେଖିପାରିବେ। ଏଇଟା ଆମେ ଖୁସି ହେବା ଯେ ସର୍ବସାଧାରଣ ଭକ୍ତମାନେ ଅପେକ୍ଷା କରିଥିଲେ। ଯେତିକି ଲୋକ ପୁରୀ ଧାମ ଆସୁଛନ୍ତି କୋଟି କୋଟି ଲୋକ ଅପେକ୍ଷା କରିଥିଲେ ଟିଭି ମାଧ୍ୟମରେ ଆପଣଙ୍କ ଚ୍ୟାନେଲ ମାଧ୍ୟମରେ ପ୍ରଭୁଙ୍କୁ ଦର୍ଶନ କରିବାକୁ। ଏମିତି ଠାକୁର କୋଉଠି ନାହିଁ ଏବଂ ଗୋଟିଏ ଦିନ ଯିଏକି ବର୍ଷରେ ଗୋଟିଏ ଦିନ 108 ସେ ସୁବାସିତ ଜଳ ଯେଉଁ ଲାଗିଛନ୍ତି ଘଟିରେ ଏମିତି କୋଉଠି ନାହିଁ। ଦେବଦାନ ଗାଧାନ୍ତି ସେଇ ମନ୍ତ୍ର ସେଇ ଜପ ସେଇ ତପରେ ପ୍ରଭୁଙ୍କୁ ଗାଧିଆ କରାଯାଏ। ଏଇଟା ଆନନ୍ଦର କଥା ବହୁତ ଆନନ୍ଦର କଥା ଆଜି ଆପଣଙ୍କୁ କହିଲି।